ସାଙ୍ଗମାନେ ଆପଣଙ୍କର ଯଦି ମାନେ ନୂଆ ଚ୍ୟାନେଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ତ ଏଇ 5ଟା ମାନେ ସେଟିଂ କରିକି ଆପଣଙ୍କର ମାନେ ଭିଡ଼ିଓ ମାନେ ଭାଇରାଲ୍ କରିପାରିବେ, ସର୍ଚ୍ଚରେ ଆଣିପାରିବେ, ଆପଣଙ୍କ ମାନେ ଚ୍ୟାନେଲ୍ ସର୍ଚ୍ଚରେ ଆଣିପାରିବେ, ମାନେ ଚ୍ୟାନେଲ୍ ଗ୍ରୋ ବି କରିପାରିବେ ଆଉ ସେଇଟାର ମାନେ ଭ୍ୟୁ ବି ବଢ଼େଇ ପାରିବେ। ତ ମାନେ ସେଇଟା ମାନେ କରିବା ପାଇଁ ହେଲେ ତ ମୁଁ ମାନେ ଏକ୍ଜାମ୍ପଲ୍ ଆପଣଙ୍କୁ ମାନେ ଦେଖାଉଛି ଗୋଟେ ଏକ୍ଜାମ୍ପଲ୍, ମାନେ ସେଇ 5ଟା ସେଟିଂ କଲେ ମାନେ ତାର ଭ୍ୟାଲୁ କ'ଣ। ତ ଏଇଠି ମୁଁ ମାନେ ୟୁଟ୍ୟୁବ୍ ମାନେ ଆପ୍ସ ଓପନ୍ କରିବି। ତ ଏଇଠି ମୁଁ ୟୁଟ୍ୟୁବ୍ ଆପ୍ସ ଓପନ୍ କରିକି ମୋର ମାନେ ବ୍ଲଗ୍ ଚ୍ୟାନେଲ୍ ମୁଁ ମାନେ ସର୍ଚ୍ଚ କରିବି, ଦେଖିପାରୁଥିବେ CHAN ଚନ୍ଦନ ନ୍ୟାଚୁରାଲ୍ ମାନେ ବ୍ଲଗ୍। ତ ଏଇଠି ମାନେ ହ୍ୟାଲୋ ସାଙ୍ଗମାନେ, ଦେଖିପାରୁଥିବେ ତ ସେ ଆଜିର 5ଟା ଗୋଟେ ସେଟିଂ କଲେ ମାନେ ଏଇଭଳିଆ ମାନେ ମାନେ ଏଇଭଳିଆ ସର୍ଚ୍ଚ ଯଦି କରିବେ ତ ଆଗରେ ହିଁ ଆସିବ, ଦେଖିପାରୁଥିବେ। ତ ଏଇଟା ମୋର ମାନେ ନ୍ୟୁ ଚ୍ୟାନେଲ୍। ତ ତାପରେ ମୁଁ ଆଉ ଗୋଟେ ମାନେ ସେ ମାନେ ଭିଡ଼ିଓ ମୁଁ ସର୍ଚ୍ଚ କରିବି, ସେଇ ଚ୍ୟାନେଲ୍ ଭିଡ଼ିଓ ସର୍ଚ୍ଚ କରିବି, ଦେଖିବେ ମାନେ ଆଗରେ ହିଁ ଆସିବ। ତ ଏଇଠି ମୁଁ ମାନେ ସର୍ଚ୍ଚ କରୁଛି ATHMALLIK ଆଠମଲ୍ଲିକ MANJUR ମାଞ୍ଜୁର DAM। ତ ଏଇଠି ମାନେ ଦେଖିପାରୁଥିବେ ମାନେ ସେଇଭଳିଆ ମାନେ ହ୍ୟାଲୋ ସେଟିଂ ସାଙ୍ଗମାନେ। କରିକି ମୁଁ ମାନେ ଯେଉଁ 5ଟା ମାନେ ସେଟିଂ କରିବି, ତ ସେଇ ସେଟିଂ କରିକି ମାନେ ଏଇଭଳିଆ ମାନେ ସର୍ଚ୍ଚରେ ପୁରା ଆଣିପାରିବେ ଆପଣଙ୍କ ଭିଡ଼ିଓ। ତ ମୋର ଦେଖିପାରୁଥିବେ ଯେମିତି ମାନେ ସର୍ଚ୍ଚରେ ଆସୁଛି। ତ ଆଉ ଗୋଟେ ମାନେ ଦେଖିବେ ମୁଁ ଯେମିତି ମାନେ ଆଉ ଗୋଟେ ମାନେ ସର୍ଚ୍ଚ କରିବି, ମାନେ ଯେମିତିକି ୟୁଟ୍ୟୁବ୍ ଥମ୍ବନେଲ୍ YOUTUBE ୟୁଟ୍ୟୁବ୍ ଥମ୍ବନେଲ୍ THEU ଥମ୍ବନେଲ୍ कैसे बनाए इन ଓଡ଼ିଆ। ତ ଏଇଠି ମୁଁ ମାନେ ସର୍ଚ୍ଚ କରିଦେଉଛି। ତ ଏଇଠି ଦେଖିପାରୁଥିବେ ମାନେ ମୋର କେମିତି ମାନେ ଚ୍ୟାନେଲ୍ର ମାନେ ଭିଡ଼ିଓ ଦେଖିପାରୁଥିବେ କେମିତି ମାନେ ଆଗରେ ଆସିଲା। ତ ଏଇ ଟାଇପ୍ର ମାନେ ଆପଣଙ୍କ ସେଇ 5ଟା ମାନେ ସେଟିଂ କରିକି ମାନେ ଆପଣଙ୍କ ମାନେ ଚ୍ୟାନେଲ୍ ଗ୍ରୋ କରିପାରିବେ, ମାନେ ସର୍ଚ୍ଚରେ ଆଣିପାରିବେ ଭିଡ଼ିଓ, ଚ୍ୟାନେଲ୍କୁ ମାନେ ସର୍ଚ୍ଚ ବି ଆଣିପାରିବେ ଆଉ ଗ୍ରୋ ବି କରିପାରିବେ ଆଉ ଭ୍ୟୁ ବି ବଢ଼େଇ ପାରିବେ। ତ ଏଇ ମାନେ ସେଟିଂ ମାନେ କରିବା ପାଇଁ ହେଲେ ଆପଣଙ୍କୁ ମାନେ YT ଷ୍ଟୁଡ଼ିଓରେ ତ ମାନେ ହେବନି, ସବୁ ମାନେ ଖେଳ ହେଉଛି ମାନେ କ୍ରୋମ୍ ବ୍ରାଉଜର୍ରେ। ମାନେ କ୍ରୋମ୍ ବ୍ରାଉଜର୍କୁ ଯାଇକି ମାନେ ସେଇଟାରେ ଆମେ ଓପନ୍ କରିବା ମାନେ ୟୁଟ୍ୟୁବ୍ ଷ୍ଟୁଡ଼ିଓ ସର୍ଚ୍ଚ କରିବି, କ୍ରୋମ୍ ବ୍ରାଉଜର୍ରେ ୟୁଟ୍ୟୁବ୍ ଷ୍ଟୁଡ଼ିଓ। ତ ଆପଣଙ୍କର ମାନେ ଯଦି YT ଷ୍ଟୁଡ଼ିଓ ମାନେ ଆଗରୁ ଥାଏ ତ ତାକୁ ଆଗ ଅନଲିଷ୍ଟଲ୍ ମାନେ କରିଦେବେ। ତ ସେମାନେ ସେଟିଂ କରିସାରିଲା ପରେ ପୁଣି ତାକୁ ଡାଉନଲୋଡ଼୍ କରିଦେବେ ମାନେ YT ଷ୍ଟୁଡ଼ିଓକୁ। ମୁଁ ଏବେ ମାନେ YT ଷ୍ଟୁଡ଼ିଓକୁ, ତ ଏଇଠି ମାନେ ମୁଁ ୟୁଟ୍ୟୁବ୍ ଷ୍ଟୁଡ଼ିଓ ମାନେ କ୍ଲିକ୍ କରୁଛି। ତ ତାର ମାନେ ଲିଙ୍କ୍ ଉପରେ ମାନେ କ୍ଲିକ୍ କରିବେ ୟୁଟ୍ୟୁବ୍ ଷ୍ଟୁଡ଼ିଓ ଉପରେ। ତ ଏଇଠି ମାନେ ଦେଖିପାରୁଥିବେ ଏଇଠି ଦେଖିପାରୁଥିବେ ତଳେ ମାନେ ଗୋଟେ ଅଛି ମାନେ ସେଟିଂ ଅପସନ୍। ତ ସେଇ ସେଟିଂ ଅପସନ୍ ଉପରେ ମାନେ କ୍ଲିକ୍ କରିବେ। ତ ମୁଁ ମାନେ ସେଇ ସେଟିଂ ଅପସନ୍ ଉପରେ ମାନେ କ୍ଲିକ୍ କରୁଛି। ତ ଏଇଠି ହିଁ ମାନେ ସବୁ ମାନେ ଅଛି ତାରେ। ତ ଏଇଠି ମାନେ ଜେନେରାଲ୍ ତ କିଛି ମାନେ ସେମିତି କିଛି ମାନେ କରିବାରେ ନାହିଁ। ତ ଏଇଠି ମାନେ ଚ୍ୟାନେଲ୍କୁ ଆସିବେ, ଚ୍ୟାନେଲ୍କୁ ଆସିଲା ପରେ ତ ମାନେ ବେସିକ୍ ଇନଫୋରେ ମାନେ ଏଇଠି ସିଲେକ୍ଟ ମାନେ ଅଛି। ତ ଏଇଠି ମାନେ ଦେଖିପାରୁଥିବେ ମାନେ କଣ୍ଟ୍ରି ଲେଖା ହେଇଛି। ତ କଣ୍ଟ୍ରି ଉପରେ ମାନେ କ୍ଲିକ୍ କରିକି ମାନେ ଏଇଠି ମାନେ ଲେଖିଦେବେ, ମାନେ ଆସିବ ମାନେ ସେଇଟା ଇଣ୍ଡିଆ କରିଦେବେ। ତ କଣ୍ଟ୍ରି ଇଣ୍ଡିଆ କରିଦେବେ। ତ ମୁଁ ମାନେ ଏଇଠି ଇଣ୍ଡିଆ କରିଦେଉଛି। ତ ମାନେ ଏଇଠି ମାନେ ସ୍କ୍ରୋଲ୍ କରିବେ ଟିକେ ତଳେ ଅଛି ପୁରା। ତ ଏଇଠି ବା ଦେଖିପାରୁଥିବେ ମୁଁ ଜୁମ୍ କରିକି ଏଇଟା ଇଣ୍ଡିଆ ଆସିଲା। ତ ମୁଁ ଏଇଟା ମାନେ ଇଣ୍ଡିଆ କରିଦେଇ ଦେଉଛି। ତ ତାପରେ ମାନେ ଏଇଠି ମାନେ କିୱାର୍ଡ଼ରେ ମାନେ ଆପଣ ମାନେ ଯେଉଁ ଭଳିଆ ମାନେ ଭିଡ଼ିଓ ବନେଇବେ ମାନେ ସେଇ ଟପିକ୍ର ଏଇଠି ମାନେ ଯେତେ ସବୁ ମାନେ ଦେଇଦେବେ। ମାନେ ଆପଣଙ୍କର ମାନେ ଭାବିନିଅ ମାନେ ଲାଇଫଷ୍ଟାଇଲ୍ ବ୍ଲଗ୍, ଭିଲେଜ୍ ଲାଇଫଷ୍ଟାଇଲ୍ ବ୍ଲଗ୍, ମାନେ ଏଇ ଟାଇପ୍ର ମାନେ ଦେଇଦେବେ। ମାନେ ଆପଣଙ୍କ ଚ୍ୟାନେଲ୍ ଅନୁସାରେ ଆପଣ ଯେଉଁ ଭିଡ଼ିଓ ମାନେ ଯେମିତି ଭିଡ଼ିଓ ବନାଉଛନ୍ତି ତ ସେଇ ଅନୁସାରେ ଏଇଠି ମାନେ ଦେଇଦେବେ ଟ୍ୟାଗ୍। ତାପରେ ଯିବା ମାନେ ଆଡ଼ଭାନ୍ସ ସେଟିଂକୁ ଯିବା। ତ ଏଇଠି ମାନେ ସେମିତି ମାନେ କିଛି ମାନେ ଏମିତି କରିବାରେ ନାହିଁ। ତାପରେ ଫ୍ୟୁଚର୍ ଇଜିବିଲିଟିକୁ ଯିବା। ତ ଏଇଠି ମାନେ ଆପଣ ମାନେ ଯାଇକି ମାନେ ଅନୁଗୁଲ କରିବାକୁ ପଡ଼ିବ। ତ ଏଇଠି ଦେଖିପାରୁଥିବେ ମାନେ ଫ୍ୟୁଚର୍ ଇଜିବିଲିଟିରେ ମାନେ 3ଟା ଅପସନ୍ ଅଛି। ତ ସେଇଠି ମାନେ ଆପଣଙ୍କୁ ମାନେ 3ଟାକ ମାନେ ଅପସନ୍ ମାନେ ଅନୁଗୁଲ ମାନେ କରିବାକୁ ପଡ଼ିବ। ତ ମାନେ ଫାର୍ଷ୍ଟ 2ଟା ତ ହେଇଯିବ ମାନେ ଏଇଟାରେ ଅଛି ଚ୍ୟାନେଲ୍ ଇଜ୍ ଫ୍ରି ଅଫ୍ ଆକ୍ଟିଭେଟେଡ଼୍, ମାନେ ଏଇଟା ତ ହେଇଯିବ ଆରାମସେ। ତାପରେ ସେକେଣ୍ଡଟା ବି ହେଇଯିବ ଆରାମସେ। ଏଇଟା ଫୋନ୍ ନମ୍ବର ମାନେ ଭେରିଫାଇ କରିବାକୁ ପଡ଼ିବ। ତ ଏଇ 3 ନମ୍ବରଟାରେ ମାନେ ସେଇଟାରେ ମାନେ ID ମାଗିବ, ମାନେ ଆଧାର କାର୍ଡ଼ ହେଉ କି ମାନେ ଲାଇସେନ୍ସ ମାଗିବ। ମାନେ 2 ମାସର ମାନେ ଟାଇମ୍ ଦେବ ଭେରିଫାଏ କରିବା ନେଇ। ତ ମାନେ ଆପଣ ମାନେ ଯେଉଁଟା ମାନେ ଦେଖିବେ ଆପଣଙ୍କୁ ମାନେ ଭଲ ଲାଗୁଛି ତ ସେଇଟାରେ ହିଁ କରିଦେବେ। ତ ମାନେ ଯଦି ଆପଣ ମାନେ ସେମିତିରେ ମାନେ କିଛି କରିବେନି ତ ମାନେ ଆପଣଙ୍କୁ 2 ମାସ ଟାଇମ୍ ଦେବ। ତ ତା ଆପେ ଆପେ ସେ ହେଇଯିବ ମାନେ ଭେରିଫାଏ। ତ ଏମିତି ମାନେ ସେଟାରେ ମାନେ ଏମିତି କିଛି କରିବାର ନାହିଁ, ତା ଆପେ ଆପେ ସେ ହେଇଯିବ।
ତ ମୁଁ ମାନେ ବ୍ୟାକ୍ ଯିବି ଏବେ। ବ୍ୟାକ୍ ଗଲା ପରେ ଏଇଠି ମାନେ ଦେଖିବ ଟାଇଟେଲ୍ ଅଛି, ତାପରେ ଡେସ୍କ୍ରିପସନ୍ ଅଛି। ତ ଏଇଟାରେ ମାନେ ଏମିତି କିଛି ମାନେ କରିବାରେ ନାହିଁ। ତ ଏଇଠି ଦେଖିପାରୁଥିବେ ମାନେ ପବ୍ଲିକ୍ ଅଛି। ତ ପବ୍ଲିକ୍ ଉପରେ ଆପଣ ମାନେ କ୍ଲିକ୍ କରିବେ, ତ ତାକୁ ମାନେ ଅନଲିଷ୍ଟରେ ମାନେ ରଖିଦେବେ। ତ ମାନେ ଯେବେ ବି ମାନେ ଆପଣ ଭିଡ଼ିଓ ଅପଲୋଡ଼ କରିବେ ଅନଲିଷ୍ଟରେ ଥିବ, ତ ମାନେ ଭିଡ଼ିଓ ମାନେ ସେଭ୍ କଲା ମାନେ ଭିଡ଼ିଓ ପୋଷ୍ଟ କଲାକୁ ପୁଣି ତାକୁ ମାନେ ପବ୍ଲିକ୍ କରିଦେବେ। ତ ମାନେ ଅନଲିଷ୍ଟରେ ଥିଲେ ଆପଣଙ୍କ ପାଇଁ ମାନେ ବେଟର୍। ତ ମାନେ ତାକୁ ସେଭ୍ କରିଦେବା। ତ ପୁଣି ଯିବି ମାନେ ଆକୁ ସେଟିଂରେ ଯିବି, ପୁଣି ଦେଖିବା ଆଉ କ'ଣ ମାନେ ସେଟିଂ ଅଛି। ତାପରେ ଟ୍ୟାଗ୍ରେ ବି ଦେଖିବେ, ମାନେ ଟ୍ୟାଗ୍ରେ ଏମିତି ମାନେ କିଛି ମାନେ ଏମିତି କିଛି ମାନେ ଦରକାର ନାହିଁ। ତାପରେ ଆଡ଼ଭାନ୍ସ ସେଟିଂ ଉପରେ ମୁଁ କ୍ଲିକ୍ କରିବି। ତ ଏଇଠି ମାନେ ଦେଖିପାରୁଥିବେ କ୍ୟାଟେଗୋରୀ, ଆପଣଙ୍କ ମାନେ କ୍ୟାଟେଗୋରୀ ଆପଣଙ୍କ ମାନେ ଯେଉଁ ଭଳିଆ ଭାବିନିଅ ମୁଁ ବ୍ଲଗ୍ ମାନେ ବନାଉଛି, ତ ଏଇଠି ଅପସନ୍ ଅଛି ମାନେ କ୍ୟାଟେଗୋରୀ ଉପରେ ମାନେ ମୁଁ କ୍ଲିକ୍ କରିବି। ଭାବିନିଅ ଆମେ ମାନେ ବ୍ଲଗ୍ ବନାଉଛନ୍ତି, ତ ଏଇଠି ମାନେ ଅଛି ମାନେ ପିପୁଲ୍ ଆଣ୍ଡ ବ୍ଲଗ୍। ଭାବିନିଅ ଏଜୁକେସନ୍, ତ ଏଇଠି ମାନେ ଅଛି ମାନେ ଏଜୁକେସନ୍। ଭାବିନିଅ ଆମେ ବନାଉଛନ୍ତି ମାନେ କମେଡ଼ି, ତ ଏଇଠି ମାନେ ଆମକୁ ମାନେ କ୍ୟାଟେଗୋରୀ ମାନେ ଚଏସ୍ କରିବାକୁ ପଡ଼ିବ। ଆମର ମାନେ ଯେଉଁଭଳିଆ ଆମେ ଭିଡ଼ିଓ ବନାଉଛନ୍ତି, ଆମର ମାନେ ଏଇଠି ମାନେ ସବୁ ଅଛି। ମାନେ ଆମେ କେଉଁ ଟାଇପ୍ର ମାନେ ଯେଉଁ ଟାଇପ୍ର ମାନେ ଭିଡ଼ିଓ ବନାଉଛନ୍ତି, ତ ସେଇ ଟାଇପ୍ର ଏଠି ମାନେ କ୍ୟାଟେଗୋରୀ ଚଏସ୍ କରିକି ମାନେ ଏଇଠି ରଖିବାକୁ ପଡ଼ିବ। ମାନେ ୟୁଟ୍ୟୁବ୍ ଜାଣିବା ଦରକାର ଆମେ କେଉଁ ଭଳିଆ ମାନେ ଭିଡ଼ିଓ ବନାଉଛନ୍ତି। ତ ଏଇଠି ଆମେ ଯଦି ଆମେ ଚଏସ୍ କରିକି ଦେବା, ତ ୟୁଟ୍ୟୁବ୍ ଆମେ ଜାଣିବ ମାନେ ସେ ମାନେ ଆମର କେଉଁ ଭଳିଆ ଭିଡ଼ିଓ। ତ ଏଇଠି ମାନେ ଆମେ ଭାବିନିଅ ଆମର ମାନେ ବ୍ଲଗ୍ ଭିଡ଼ିଓ, ତ ମୋର ମାନେ ବ୍ଲଗ୍ ଭିଡ଼ିଓ ମୁଁ ଏଇଠି ମାନେ ଚଏସ୍ କରିକି ଦେଇଦେଉଛି ପିପୁଲ୍ ଆଣ୍ଡ ବ୍ଲଗ୍। ତ ଏଇଠି ମାନେ ଦେଇଦେଉଛି। ତାପରେ ଦେଖିପାରୁଥିବେ ମାନେ 3 ନମ୍ବର ଅପସନ୍ଟା ସାଙ୍ଗମାନେ ଦେଖିପାରୁଥିବେ ମାନେ ଏଇଠି ଲେଖା ମାନେ ଭିଡ଼ିଓ ଲାଙ୍ଗୁଏଜ୍ ଅଛି। ତ ସେଇ ଉପରେ ଆମେ ମାନେ କ୍ଲିକ୍ କରିବା। ତ ଭିଡ଼ିଓ ଲାଙ୍ଗୁଏଜ୍ ଉପରେ ମାନେ କ୍ଲିକ୍ କରିକି ଆମକୁ ମାନେ ଭିଡ଼ିଓ ଲାଙ୍ଗୁଏଜ୍ ଦେବାକୁ ପଡ଼ିବ। ଭାବିନିଅ ଆମର ମାନେ ଆମର ମାନେ ଓଡ଼ିଆ, ହିନ୍ଦୀରେ ମାନେ କହୁଥିଲେ ଆମେ ହିନ୍ଦୀ ଦେବା, ଓଡ଼ିଆରେ କହୁଥିଲେ ମାନେ ଓଡ଼ିଆ ଦେବା। ଓଡ଼ିଆରେ ଦେଲେ କ'ଣ ହେଉଛି ମାନେ ଓଡ଼ିଆ ଲୋକମାନଙ୍କ ପାଖକୁ ଯିବ। ମାନେ ହିନ୍ଦୀ ଯଦି ଦେବା, ହିନ୍ଦୀ ଲୋକମାନେ ହିନ୍ଦୀରେ ଯିଏ ଦେଖୁଥିବ ତ ୟୁଟ୍ୟୁବ୍, ତ ତାଙ୍କ ପାଖରେ ମାନେ ଭିଡ଼ିଓ ଯାଇକି ପହଞ୍ଚିବ। ତ ଆମେ ମାନେ ଓଡ଼ିଆରେ ୟୁଟ୍ୟୁବ୍ ଭିଡ଼ିଓ ବନାଉଛନ୍ତି, ତ ଓଡ଼ିଆ ହିଁ ଆମେ ଦେବା। ତ ଏଇଠି ମୁଁ ମାନେ ଓଡ଼ିଆ ଦେଇଦେଉଛି। ତ ଏଇଠି ଚଏସ୍ କରିକି ଆପଣମାନେ ହିନ୍ଦୀ ଯଦି ହିନ୍ଦୀ ଦେଇଦେବେ, ଓଡ଼ିଆ ଯଦି ଓଡ଼ିଆ ଦେଇଦେବେ। ତ ମୁଁ ଏଇଠି ମାନେ ଦେଇଦେଉଛି ଲାଙ୍ଗୁଏଜ୍ ଓଡ଼ିଆ। ତ ଦେଖିପାରୁଥିବେ ମୁଁ ମାନେ ଓଡ଼ିଆ ଲାଙ୍ଗୁଏଜ୍ ମୁଁ ଓଡ଼ିଆ ଦେଇଥିଲି। ତ ଏଇଠି ମାନେ ଆଉ କିଛି ମାନେ ସେମିତି ଆଉ କିଛି ମାନେ କରିବାରେ ନାହିଁ। ତ ଏଇଠି ମାନେ ଦେଖିପାରୁଥିବେ ତଳେ ମାନେ ଅଛି ମାନେ ଆଉ ଗୋଟେ ମାନେ ଟାଇଟେଲ୍ ଆଣ୍ଡ ଡେସ୍କ୍ରିପସନ୍ ମାନେ ଲାଙ୍ଗୁଏଜ୍, ତାକୁ ମାନେ ଇଂଲିଶ କରିଦେବେ। ମାନେ କ୍ଲିକ୍ କରିକି ସେମିତି କ୍ଲିକ୍ କରିକି ଏଇଠି ମାନେ ଦେଖିପାରୁଥିବେ ମାନେ ଇଂଲିଶ ଲେଖା ହେଇଛି, ତ ଇଂଲିଶ ଉପରେ ମାନେ କ୍ଲିକ୍ କରିଦେବେ। ଇଂଲିଶ ଉପରେ ମାନେ କ୍ଲିକ୍ କରିସାରିଲା ପରେ ତା ତଳେ ଦେଖିପାରୁଥିବେ ମାନେ କମେଣ୍ଟ ଅଛି। ତ କମେଣ୍ଟ ମାନେ ଏଇଠି ମାନେ ଆପଣ ମାନେ ଅନ୍ ଅଫ୍ କରିପାରିବେ। ତ ଏଇଠି ମୁଁ ମାନେ ଅନ୍ କରିଦେଇଛି କମେଣ୍ଟ। ତ ତାପରେ ମାନେ ମାନେ ସବୁ ସେଟିଂ ସରିଲା ପରେ ତ ଏଇଠି ମାନେ ସେଭ୍ କରିଦେବେ। ତଳେ ସେଭ୍ ଅପସନ୍ ଅଛି, ତ ସେଭ୍ କରିଦେବେ। ଏହି ସେଟିଂ ମାନେ କରିବାର ଅଛି। ତ ଆଉ ମାନେ ସେମିତି କିଛି ମାନେ ସେଟିଂ ହିଁ ମାନେ କରିବାରେ ନାହିଁ। ମାନେ ଏତିକି ସେଟିଂ ଯଦି ମାନେ ଆପଣ କରୁଛନ୍ତି, ଆପଣଙ୍କର ମାନେ ଭିଡ଼ିଓ ସର୍ଚ୍ଚ ହେଇଯିବ। ମାନେ ୟୁଟ୍ୟୁବ୍ ଚ୍ୟାନେଲ୍ ଆପଣଙ୍କର ସର୍ଚ୍ଚରେ ଯିବ, ମାନେ ଭିଡ଼ିଓ ବି ଭାଇରାଲ୍ ହେବ। ଯିଏ ମାନେ ସର୍ଚ୍ଚ କରିବ, ତ ମାନେ ସେଠି ଆପଣ ଯେଉଁ ସେଟିଂ କରିଛନ୍ତି, ତ ତାଙ୍କ ପାଖରେ ମାନେ ସେଇ ଭିଡ଼ିଓ ହିଁ ପହଞ୍ଚିବ। ମାନେ ଏତିକି ହିଁ ମାନେ କରିବାର ଅଛି, ଆଉ କିଛି ବି ନୁହଁ। ଯଦି ଆଶା କରୁଛି ଭିଡ଼ିଓଟି ଯଦି ଭଲ ଲାଗେ ଲାଇକ୍ କରିଦେବ, ସେୟାର କରିଦେବ, ସବସ୍କ୍ରାଇବ୍ କରିଦେବ। ତ ଚାଲୁ ଯିବା ନେକ୍ସଟ ଭିଡ଼ିଓ ଦେଖା ହେବା।